3 ବର୍ଷ ତଳେ 2009 ମସିହା ଜୁନ୍ 25 ତାରିଖରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଧାରାବାହିକ ଶ୍ରୀ ଜଗନ୍ନାଥର ଲୋକାର୍ପଣ କରିଥିଲେ। ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଏହି ଲୋକପ୍ରିୟ ଧାରାବାହିକର ଯାତ୍ରା ଆରମ୍ଭ ହୋଇଥିଲା ନୀଳମାଧବଙ୍କ ସନ୍ଧାନରୁ। ମହୋଦଧିରେ ଦାରୁବ୍ରହ୍ମର ସନ୍ଧାନ ଏବଂ ଗୁଣ୍ଡିଚା ଘରେ ଚତୁର୍ଦ୍ଧା ମୂର୍ତ୍ତିର ନିର୍ମାଣ। ପୁରାଣର ଗୋଟି ଗୋଟି କଥାବସ୍ତୁ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଆରମ୍ଭ ହୁଏ ଲକ୍ଷ୍ମୀ ପୁରାଣ। ପରେ ପରେ ଆରମ୍ଭ ହୋଇଥିଲା ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ କାହାଣୀ। ପ୍ରଥମ ପର୍ଯ୍ୟାୟର ଶେଷ ଉପସ୍ଥାପନା ଥିଲା ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ କଥା ଓ କାହାଣୀ। ତେବେ କିଛି ଦିନର ବିରତି ପରେ ଏବେ ତରଙ୍ଗ ଚ୍ୟାନେଲରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ଧାରାବାହିକର ଦ୍ୱିତୀୟ ଭାଗ। କାଞ୍ଚି ଅଭିଯାନରୁ ଆରମ୍ଭ ହେଉଛି ଧାରାବାହିକର ଯାତ୍ରା। ଆଗକୁ ଭକ୍ତ ସାଲବେଗ, ପଞ୍ଚସଖା ଏବଂ କଳାପାହାଡ଼ର ଆକ୍ରମଣ ଇତିହାସକୁ ନେଇ କାହାଣୀ ଗତିଶୀଳ ହେବ। ବିଦିଶା କ୍ରାଫ୍ଟ ନିବେଦିତ ଏବଂ ବିଜୟ କାନ୍ଦୋଇଙ୍କ ପ୍ରଯୋଜିତ ଶ୍ରୀ ଜଗନ୍ନାଥ ଧାରାବାହିକର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇ ଆସୁଛନ୍ତି ଓଡ଼ିଆ ସିନେମାର ଲୋକପ୍ରିୟ ନିର୍ଦ୍ଦେଶକ ହର ପଟ୍ଟନାୟକ ଏବଂ ହିମାଂଶୁ ପରିଜା। କାହାଣୀ ରଚନା କରିଛନ୍ତି ବିଜୟ ମିଶ୍ର ଓ ଡକ୍ଟର ସୁବୋଧ ପଟ୍ଟନାୟକ। ମେ 12 ତାରିଖରୁ ପ୍ରତି ରବିବାର ସକାଳ 9ଟାରେ ତରଙ୍ଗ ଚ୍ୟାନେଲରେ ଦର୍ଶକମାନେ ଶ୍ରୀ ଜଗନ୍ନାଥ ଧାରାବାହିକର ଏହି ଦ୍ୱିତୀୟ ପର୍ଯ୍ୟାୟ ଦେଖିପାରିବେ।